ଏତେ ଜରୁରୀ କରେନି ବାସ୍ ପଜିଟିଭ୍ କଥା ମାରି ଭାବନ୍ତିନି ଗୋଟେ କାହାକୁ କେତେ କଷ୍ଟ ହେବ ସେମାନେ ତାଙ୍କ ପଏଣ୍ଟ ଅଫ୍ ଭ୍ୟୁରୁ ସବୁ କଥା କହିଚାଲନ୍ତି ତ ସରି ମାନେ ବିନା ଦୋଷରେ କିଏ ଆମକୁ ଦୋଷାରୋପ କରିବ ଆମକୁ ବହୁତ ସାରା କଥା ଶୁଣି କହିବ କେମିତି ଲାଗିବ କହିଲେ ବହୁତ ହି ଖରାପ ଲାଗେ। ହଁ ତ ମୁଁ ଆଜି ଆପଣମାନଙ୍କ ସହିତ ବହୁତ ସାରା ଢେର ସାରା କଥା ସେୟାର କରିବି। ତ ଫାଷ୍ଟ ମୁଁ ମୋ ବାବାଙ୍କ ବିଷୟରେ କିଛି କହିବି। ମୋ ବାବା ତ ମୋ ବାବାଙ୍କୁ ନେଇ ଗୋଟେ ଷ୍ଟୋରି ଅଛି ମୋର ମାନେ ବାବାଙ୍କ ବିଷୟରେ ଗୋଟେ ଷ୍ଟୋରି ମୋର। ଫାଷ୍ଟ ତ ବାବାଙ୍କ ବିଷୟରେ କିଛି କହିବି କି ବାବାଙ୍କୁ ମୁଁ ବହୁତ ଭଲ ପାଏ ଆଉ ବହୁତ ଭଲ ବାବା ବହୁତ ଭଲ ପାଏ ମୋ ଦୁଃଖ ସୁଖର ସାଥୀ। ତାପରେ ତ ଗୋଟେ କାହାଣୀ କହୁଛି ବାବାଙ୍କୁ ମୁଁ କେମିତି ଆଣିଥିଲି। ତ କହିଥିଲା ନା ମୁଁ ସବୁବେଳେ ମାନେ ଯେତେବେଳେ ଯାହା ପଇସା ମିଳେ 5 ଟଙ୍କା ଆଉ 10 ଟଙ୍କା ମୁଁ ସବୁବେଳେ ସଞ୍ଚିକି ରଖିଥାଏ ସେମିତି ରଖି କିଛି ନା କିଛି ଗୋଟେ ଜିନିଷ କିଣେ ମାନେ ଯେତେବେଳେ ଦରକାର କାମରେ ଲଗାଏ। ତ ସେମିତି ମୁଁ କ'ଣ କରିଥିଲି ନା ମୁଁ ପଇସା ରଖିଥିଲି ସେମିତି ପଇସା ରଖିଥିଲି ତ ମୁଁ କହିଲି ଗୋଟେ ଲିପଷ୍ଟିକ୍ ଆଣିବି ଏମିତି ଭାବିଥିଲି। ତ ମୋ ବଡ଼ ଭଉଣୀ ମୋ ଦେଇ ଆଉ ମୁଁ ଆମେ ଯାଇଥିଲୁ ବଜାର ଯାଇଥିଲୁ। ତ ସେଠି କ'ଣ ହେଲା ନା ଗୋଟେ ଦୋକାନରେ ଲିପଷ୍ଟିକ୍ ଦେଖିଲୁ ସେ ଭଲ ଲାଗିଲାନି ଆଉ ଗୋଟେ ଦୋକାନକୁ ଗଲାବେଳକୁ ତ ସେଠି ବାବାଙ୍କର ମୂର୍ତ୍ତି ଥିଲା। ମୁଁ ଯେତେବେଳେ ଏଇ ମୂର୍ତ୍ତିଟାକୁ ଦେଖିଦେଲି ତ ମୋର ବି ବହୁତ ଇଚ୍ଛା ଥିଲା କେବେଠୁ କି ମୁଁ ଗୋଟେ ମୂର୍ତ୍ତି ବାବାଙ୍କର ଆଣିବି। ଆମ ଘରେ ଅଛନ୍ତି ବାବାଙ୍କର ମୂର୍ତ୍ତି ଅଛି ଆମ ପୂଜା ହୁଏ କିନ୍ତୁ ମୁଁ ଚାହୁଁଥିଲି କି ମୁଁ ଗୋଟେ ରଖିବି ମୂର୍ତ୍ତି ଆଉ ମୁଁ ଯୁଆଡ଼େ ଯିବି ସବୁଆଡ଼େ ସାଥିରେ ନେଇକି ଯିବି ହେଲା। ତ ଏଇ ଇଚ୍ଛା ଥିଲା ମୋର ଗୋଟେ। ତ ଯେତେବେଳେ ଆଉ ଗୋଟେ ଦୋକାନକୁ ଆମେ ଗଲୁ ମୋ ଦେଇର ମୋର ତ ବାବାଙ୍କ ମୂର୍ତ୍ତି ମୁଁ ଦେଖିଲି। ତ ବାବା ମୂର୍ତ୍ତି ଯେତେବେଳେ ଦେଖିଲି ମୋତେ ମୋ ପୁରା ମନ ଖୁସି ହେଇଗଲା। ମୁଁ କହିଲି ମୁଁ ନେଇକି ହିଁ ଯିବି। ତ ମୋ ପାଖରେ କିଛି ପଇସା ସର୍ଟେଜ୍ ତ ଯେହେତୁ ମୁଁ ଏଇ ମୂର୍ତ୍ତିକୁ ମ୍ୟାଚ୍ କଲାପରି ମାନେ ଯେଉଁ ବାବାଙ୍କ ପୋଷାକର କଲର୍ଟା ସହିତ ଯେଉଁ ଗୋଟେ ଫୁଲଦାନୀ ଅଛି ଆମ ଘରେ ସେଇଟା ମ୍ୟାଚ୍ କରୁଥିଲା। ତ ଦୁଇଟା ଯାକ ଏକାବେଳେ ମୁଁ ଆଣିଥିଲି। ତ ସେଇଟା କ'ଣ ହେଇଥିଲା ନା ଯେହେତୁ ମ୍ୟାଚ୍ କରୁଥିଲା ମୁଁ କହିଲି ଦୁଇଟା ଯାକ ନେବି ବାବାଙ୍କ ପାଖରେ ସେଇଟା ରଖିବି ଭଲ ଦେଖାଯିବ। ତ ଆଣିଲି ମୋ ପାଖରେ କିନ୍ତୁ ପଇସା ସର୍ଟେଜ୍ ଥିଲା। ତ କ'ଣ ହେଲା ନା ତ ଦେଇକି କହିଲି ଦେଇଦେଲା ପଇସା କିଛି ପଇସା ତାପରେ ଦୁଇଟା ଯାକ ଆଣିଲି। ମାନେ ବିଶ୍ୱାସ କରିବିନି ମୁଁ ଲିପଷ୍ଟିକ୍ ଏରିଆ କ'ଣ ଆଉ କେଉଁ ଜିନିଷ ଆଣିଥିଲି ଯେତିକି ଖୁସି ନେଇଥାନ୍ତି ମୁଁ ବାବାଙ୍କୁ ଆଣିକି ଆସିଲି ସେଦିନ ମୋ ମନ ପୁରା ବହୁତ ଖୁସି ଥିଲା। ତାପରେ ମୁଁ ଆସିଲି ମୋ ମନ ବହୁତ ଖୁସି ଥିଲା। ତାପରେ ଆଣିଲି ସେବେଠାରୁ ବାବାଙ୍କୁ ମୁଁ ମାନେ ଏଇ ଘରେ ହିଁ ରଖେ। ତ ତାପରେ ମୁଁ ଯୁଆଡ଼େ ଯାଏ ମୋ ସହିତ ନେଇକି ଯାଏ ବାବାଙ୍କୁ। ଆଉ ଯେତେବେଳେ ମୁଁ ମାନେ ମୋତେ କଷ୍ଟ ଲାଗେ ମୋତେ କାନ୍ଦ ଲାଗେ ଯେତେବେଳେ କିଛି ଗୋଟେ ମାନେ ମୁଁ ସମସ୍ତଙ୍କ ସହିତ ସବୁ କଥା ସେୟାର କରିପାରେନି ସବୁ କଥା ସମସ୍ତଙ୍କୁ କୁହେନି ଏତେ। ତ ମୋ କଷ୍ଟଟାକୁ ମୁଁ ଏତେ କାହା ଆଗରେ କହିବାକୁ ଭଲ ପାଏନି। ତ ସେଥିପାଇଁ ମୁଁ କ'ଣ କରେ ନା ବାବାଙ୍କୁ ଆଉ ବି କହିଲେ ବି କ'ଣ ଲାଭ। ମେନ୍ ହେଉଛନ୍ତି ମାନେ ଭଗବାନ ଯଦି ଯାହା ଇଚ୍ଛା ମୋର ଯାହା ଦୁଃଖ ବି ମୁଁ ତାଙ୍କ ପାଖରେ ହିଁ କହିଲେ ସିଏ ହିଁ ଶୁଣିବେ ଆଉ କେହି ଶୁଣିବେନି। ତ ମୁଁ ବାବାଙ୍କ ସହିତ ହିଁ ସେୟାର କରେ। ଆଉ ଏମିତି ମୁଣ୍ଡ ହିଁ ରଖିଦେଲି ନା ମୋତେ ଲାଗେ ଯେମିତି ମୁଁ ବାବାଙ୍କ କୋଳରେ ହିଁ ମୁଣ୍ଡ ରଖିଛି। ତ ବହୁତ ଭଲ ଲାଗେ। ଆଉ ଯେତେବେଳେ ବି କାନ୍ଦ ଲାଗେ ବାବାଙ୍କୁ ଧରିକି କାନ୍ଦେ। ତ ଯାହା ବି ମାନେ ଟେନସନ୍ ଥିବ ଯାହା ବି ଇଚ୍ଛା ମାନେ ଯାହା ବି ଥାଏ ସବୁ ବାବାଙ୍କ ସହିତ ସେୟାର କରେ। ଆଉ ବି ଗୋଟେ କଥା ମାନେ ବାବାଙ୍କୁ ମୁଁ ବହୁତ ଭଲ ପାଏ। ବାବାଙ୍କୁ ଭଲ ପାଇବାର ବହୁତ ସାରା କାରଣ ଅଛି ବହୁତ ସାରା କାରଣ। ତ ହଁ ଯେତେବେଳେ ମାନେ ବାବା ଯେତେବେଳେ ବି ମୁଁ ଗୋଟେ ଟେନସନ୍ ଥିବ ମୁଣ୍ଡରେ ଯେମିତି ହେଲେ ଗୋଟେ ମାନେ ମେସେଜ୍ ମିଳିଲା ଭଳିଆ ଗୋଟେ କେଉଁଠି ଗୋଟେ ଯେମିତି ମିଳିବ। ତ ମୁଁ କ'ଣ କରେ ନା ଆମେ ସେତେବେଳେ ଟିଭି ଦେଖୁ। ତ ସନ୍ଧ୍ୟାବେଳେ ମୁଁ ନିହାତି 2ଟା ସିରିଏଲ୍ ମାନେ ସାଇବାବାଙ୍କ ସିରିଏଲ୍ ଆଉ ଗୋଟେ ସିରିଏଲ୍ ଦେଖେ। ତ ସେ 2ଟା ମୁଁ ଦେଖେ। ତ ବାବାଙ୍କ ସିରିଏଲ୍ ମାନେ ଯେତେବେଳେ ଯେଉଁଦିନ ଯେଉଁ ଟେନସନ୍ ଥିବ ପାଠ ପଢ଼ାକୁ ନେଇକି ଯଦି କିଛି ଟେନସନ୍ ଥିବ ସେଇଦିନ ମାନେ ବାବା ଯେମିତି ମୋତେ ଗୋଟେ ମେସେଜ୍ ଦିଅନ୍ତି ସେଇଭଳିଆ ମାନେ
ना टीवी रे सेही दिन ही सेही आज्ञा हाँ हाँ जाउछि तो से दिन से एपिसोड ही से पाठ उपर जो टेंशन थी बाबा सतरे माने तारी पर ही थी जिते भी आज भी सका मत कि शुणा को मिले बिना दोषर जदि कहाटू किसी शुणे मैंने किसी कह बहुत ही कष्ट लगे तो मो बाबा को धरिकी भी बहुत तार कांदी से आज ये भिडटा बनाऊँ भाभी तो बहुत कथा शेयर करी कितु करहबनी तो तो सब कथा शेयर करे कौन सी जेपर्यंत हाथ मो मुंडे थी से बची तो बाबा सहित शेयर करे सत कथा चाहिए बाबा हाथ अच्छी मुंड पर आज मत बची अब जीवन में चली जिते मैंने भांगी परिस्थिति भी थी से टाण ठिया विश्वास सब अच्छे बाबा जदि मो जीवन किसी खराब परिस्थिति आसूँ से गोटे किसी शिखापी आ सत्य प्रिय तो बाबा जहाँ भी निष्पत्ति से खुशी जीवन में कष्ट आसिले भी मैं खुशी जीवन में सुख आसिले भी खुशी मो जहाँ ठीक मो बाबा से ही देवे से विश्वास अच्छी कहार कथा एत कष्ट दिए ना माने कहीं गोटे छापुड़ा मारे भी से कष्ट दिए हाँ मैंने बाबा मत मेसेज दिला भाया माने टीवी ही देखाए माने से दिन से सीरियल माने सीरियल से दिन से टॉपिक रे चलती माने गोटे एपिसोड थी तो लगे बाबा सती मतलब गोटे मेसेज दौरान तो आउ ए नुआ वर्ष मुझे बाबा मंदिर माने निजे कमी डाउट अच्छी मैं कन्फ्यूज अच्छी सत कह मुझे बाबा को मंदिर से दिन भोग नेली गोलाप फूल भी नेली मोर भी गोलाप फूल भी नहीं जाइए मोर भी इच्छा था कि मुझे गोलाप फूलटा जमी आणिक आस मैंने गोलाप फूल भी गोटे आणिक मो पाखे रखा चाहूँगी तो मुझे कौन कल ना मैंने जिते पूजारी को देली से पूजा कले भोग लगे तो जो कौन कल ना फूल कि दे नथिले मोर जी मन अच्छी फूल दे नथिले तो मोर बहुत गोटे आउ जो स्त्री लोक थे तो फूल मिलला तो फूल मिलता मो फूल कि नाला जरूरी मैंने मोर जहाँ मन अच्छे मुझे देखी फूल नाला कि मोर बहुत इच्छा था मोर फूल आने को देखी मो मंदिर जो बाहर मोर जरूरी फूल ही नाला मैंने मुझे सतरे आज मतलब कन्फ्यूज भी अच्छी कौन सतरे मैंने मो फूल देखी नाला मैंने कन्फ्यूज अच्छी मैंने सतरे कि घरे आसिक मैंने से पर्यटन जिते पर्यटन मैंने पाखे थे भोग घर को नहीं आसली तथापि से फूल थी बोली मोर कहीं माने अनुभव ना कि जो घरे थोली भोग जो समस्त खाइले हठात फूल देखला फूल अच्छे मुझे फूल कौन आसला मैंने पूरा शक हो गली फूल कौन मैंने मत देखिए से मत फूल फूल दे नथिले फूल कौन कौन आसला माने एमती गोटे मत एपरली सी कथा भावुँ कि सतरे माने मैंने कौन मोर तो जी जहाँ स्मरण अच्छे कि फूल नाला से घरे कि अचानक देखला फूल पूरा आश्चर्य हो गली सत कथा बाबा को बहुत भल पाए आ बाबा बहुत भल हाँ से कह